ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି, ହେ ଅର୍ଜୁନ, ଯେମିତି ଗୋଟିଏ ଧୋବା ପ୍ରତ୍ୟେକ ଲୋକର ଖରାପ କପଡ଼ା ଧୋଇ ସଫା କରିଥାଏ ଏବଂ କପଡ଼ା ଗୁଡ଼ିକ ନୂଆ କରିଥାଏ, ଠିକ୍ ସେହିପରି ମୁଁ ପ୍ରତ୍ୟେକ ଆତ୍ମାମାନଙ୍କୁ ପବିତ୍ର କରି ପୃଥିବୀ ପୃଷ୍ଠକୁ ପଠେଇଥାଏ। କିନ୍ତୁ ମନୁଷ୍ୟ ନିଜର ଖରାପ କର୍ମ ଦ୍ୱାରା ଦୂଷିତ ହୋଇ ପାପୀ ହୋଇଯାଆନ୍ତି। ବିବାହିତ ଝିଅଙ୍କର ଦୁଃଖ। ପ୍ରେମ ବିବାହ କରି ଦୁଃଖ କଷ୍ଟ ପାଇ ଯେତେବେଳେ ବାପ ଘରକୁ ଆସେ, ମା ବାପା କୁହନ୍ତି ଯେ ତୁ ତୋ ନିଜ ପସନ୍ଦରେ ବିବାହ କରିଛୁ, ଆମେ ତ ମନା କରିଥିଲୁ, ଏବେ ଆମେ କ'ଣ କରିବା? ମା ବାପାଙ୍କ ଇଚ୍ଛାରେ ବିବାହ କରିଥିବା ଝିଅ ଯଦି ଦୁଃଖୀ ହୋଇ ଘରକୁ ଆସେ, ସେତେବେଳେ ମା ବାପା କୁହନ୍ତି ଯେ ଆମେ ତ ସବୁ ଭଲ ଦେଖିକି ବିବାହ କରେଇଥିଲୁ, ତୋ କପାଳରେ ଦୁଃଖ ଲେଖା ଅଛି, ତ ଆମେ କ'ଣ କରିବୁ? ଉଭୟ ପରିସ୍ଥିତିରେ ଝିଅକୁ ହିଁ ଦୋଷ ଦିଆଗଲା। କିଛି ମା ବାପା ନିଜେ ନେଇଥିବା ଭୁଲ ନିର୍ଣ୍ଣୟକୁ କେବେ ବି ମାନିବାକୁ ଚାହାନ୍ତି ନାହିଁ। ଜୀବନରେ ସବୁ ସୁଖ ମିଳିବା ସମ୍ଭବ ନୁହେଁ, ତେଣୁ ଯେତିକି ମିଳୁଛି ସେଥିରେ ଖୁସି ରହିବା ଶିଖନ୍ତୁ। କିଏ ଜାଣେ କାଲି ସେତିକି ସୁଖକୁ ଉପଭୋଗ କରିବା ପାଇଁ ଆମେ ଥିବା କି ନାହିଁ। ଯଦି କିଏ ଆପଣଙ୍କୁ ପଚାରୁଛି ପ୍ରେମ କିପରି ହେବା ଦରକାର, ପ୍ରେମ ଯଦି ଅଧୁରା ହୁଏ ତେବେ ରାଧାକୃଷ୍ଣଙ୍କ ପରି ହୋଇଥାଉ, ଆଉ ଯଦି ପୁରା ହୁଏ ତେବେ ଶିବ ପାର୍ବତୀଙ୍କ ପରି ହୋଇଥାଉ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ମନେ ତାକୁ ପକାଅ ଯିଏ ଭଲ ମଣିଷଟିଏ ହୋଇଥିବ, ଭଲ ତାକୁ ପାଅ ଯିଏ ତୁମକୁ ତା ମନରୁ ନିଜର କରିଥିବ, ସାତ ତାର ଦିଅ ଯିଏ ତୁମକୁ ନିଜର କରିବ, ହୃଦୟ ତାକୁ ଦିଅ ଯାହାର ଚେହେରା ନୁହେଁ ହୃଦୟ ସୁନ୍ଦର ହୋଇଥିବ। ବାଘ ଭିତରେ ଈଶ୍ୱର ଅଛନ୍ତି ସତ, ହେଲେ ବାଘ ମୁହଁକୁ ଯିବା ଉଚିତ ନୁହେଁ। ମନ୍ଦ ଲୋକ ଠିକ୍ ବାଘ ପରି, ତାଠାରୁ ଦୂରେଇ ରହିବା ଆବଶ୍ୟକ। ଦେଶ ଗଢ଼ିବା ପାଇଁ ଜ୍ଞାନ ଯେମିତି ଦରକାର, ଜ୍ଞାନକୁ ଲୋକଙ୍କ ମଧ୍ୟରେ ପ୍ରତିଦିନ ପ୍ରଚାର କରିବା ସେମିତି ଦରକାର। ମଣିଷ କଳା ଗୋରା, ସୁନ୍ଦର କୁତ୍ସିତ, ସାଧୁ ଅସାଧୁ ହୋଇପାରେ, କିନ୍ତୁ ସବୁରି ଭିତରେ ଭଗବାନ ଅଛନ୍ତି, କଥା ମନେ ରଖିବା ଦରକାର। ଚିଲ ଶାଗୁଣା ଅନେକ ଉଚ୍ଚକୁ ଉଠନ୍ତି, କିନ୍ତୁ ସେମାନଙ୍କର ନଜର ମଶାଣି ଉପରେ। ସେହିପରି ଅନେକ ଲୋକ ଅଛନ୍ତି, ସେମାନେ ଈଶ୍ୱରଙ୍କ ସମ୍ପର୍କରେ ଅନେକ ଦୀର୍ଘ ଭାଷଣ ଦିଅନ୍ତି, ମାତ୍ର ସେମାନଙ୍କର ମନ ଥାଏ କାମିନୀ କାଞ୍ଚନ ଉପରେ। ଟଙ୍କା, ଜମିବାଡ଼ି, କୋଠା, ଯଶ, ଉପାଧି, ସମ୍ମାନ ପାଇଁ ସେମାନେ ଲାଳାୟିତ ଥାନ୍ତି। ସାଧୁଙ୍କ ନିକଟକୁ, ଦେବତାଙ୍କ ନିକଟକୁ ଖାଲି ହାତରେ ଯିବା ଉଚିତ ନୁହେଁ। କିଛି ନହେଲେ ହରିଡ଼ାଟିଏ ହାତରେ ନେଇକି ଯିବେ। ଜୟ ଶ୍ରୀ ଜଗନ୍ନାଥ।